ପୂର୍ବତନ ଭାରତୀୟ ଅଧିନାୟକ ଏବଂ ପ୍ରଶିକ୍ଷକ ଅନିଲ କୁମ୍ବଲେ 2027 ବିଶ୍ୱକପ୍ରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଅଂଶଗ୍ରହଣ ଉପରେ ମନ୍ତବ୍ୟ ଦେଇ ଏକ ବଡ଼ ବିତର୍କ ସୃଷ୍ଟି କରିଛନ୍ତି। 2027 ଆଇସିସି ଦିନିକିଆ ବିଶ୍ୱକପ୍ ଦକ୍ଷିଣ ଆଫ୍ରିକା ଏବଂ ନାମିବିଆରେ ଅନୁଷ୍ଠିତ ହେବାକୁ ଯାଉଛି। ରୋହିତ ଶର୍ମା ଏବଂ ବିରାଟ କୋହଲି ଉଭୟ ଟେଷ୍ଟ ଏବଂ ଟି20 ଅନ୍ତର୍ଜାତୀୟ ଫର୍ମାଟରୁ ଅବସର ନେଇସାରିଛନ୍ତି। ସେମାନେ କେବଳ ଦିନିକିଆ ଫର୍ମାଟରେ ସକ୍ରିୟ ଅଛନ୍ତି। ଉଭୟ ଅଭିଜ୍ଞ ଖେଳାଳି 2027 ଦିନିକିଆ ବିଶ୍ୱକପ୍ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି। ତଥାପି ଟୁର୍ଣ୍ଣାମେଣ୍ଟକୁ ଆହୁରି 2 ବର୍ଷ ବାକି ଅଛି ଏବଂ ସେମାନଙ୍କର ଫର୍ମରେ ହ୍ରାସ ସେମାନଙ୍କର ସ୍ଥିରତା ଏବଂ ସ୍ଥାୟିତ୍ୱ ଉପରେ ପ୍ରଶ୍ନ ଉଠାଇଛି। ଅନିଲ କୁମ୍ବଲେ ଜିଓ ଷ୍ଟାର ସହିତ ଏକ ସାକ୍ଷାତକାରରେ କହିଛନ୍ତି, ମଇଦାନରେ ଉଭୟ ଖେଳାଳିଙ୍କ ଉପସ୍ଥିତିକୁ ପାଳନ କରନ୍ତୁ। ଉଭୟ ବହୁତ ବର୍ଷ ଧରି ଭାରତୀୟ କ୍ରିକେଟ ପାଇଁ ବହୁତ କିଛି କରିଛନ୍ତି। ଆପଣ ଜାଣିନାହାନ୍ତି ଯେ ସେମାନଙ୍କ ମନରେ 2027 ଦିନିକିଆ ବିଶ୍ୱକପ୍ ଅଛି କି ନାହିଁ, କିନ୍ତୁ ଏବେ ବି କିଛି ବର୍ଷ ବାକି ଅଛି। ପୂର୍ବତନ ଭାରତୀୟ ଅଧିନାୟକ ଆହୁରି କହିଛନ୍ତି, ଆଗକୁ କିଛି ମ୍ୟାଚ୍ ଆସୁଛି। ଉଭୟଙ୍କୁ ସେମାନଙ୍କ ଖେଳ ଉପଭୋଗ କରିବା ଆବଶ୍ୟକ। ଏବେ ରୋହିତ ଆଉ ଅଧିନାୟକ ନଥିବାରୁ ତାଙ୍କର କାନ୍ଧରୁ ନେତୃତ୍ୱର ଭାର ଏବଂ ଦାୟିତ୍ୱ ହଟିଯାଇଛି। ତେଣୁ ଏବେ ତାଙ୍କୁ କେବଳ ବ୍ୟାଟିଂ କରିବାକୁ ପଡ଼ିବ ଏବଂ ପଡ଼ିଆରେ ପ୍ରତ୍ୟେକ ମୁହୂର୍ତ୍ତର ମଜା ନେବାକୁ ପଡ଼ିବ। ମୁଁ ଭାବୁନାହିଁ ଯେ ତାଙ୍କୁ 2027 ବିଷୟରେ ଚିନ୍ତା କରିବା ଆବଶ୍ୟକ।